ମୁଁ ପ୍ରୟାସ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ଏମଆର ଷ୍ଟଡି ଏକାଡେମୀକୁ। ଆଶା କରୁଛି ସମସ୍ତେ ଭଲରେ ଥିବେ ଏବଂ ପରୀକ୍ଷା ପାଇଁ ପ୍ରିପାରେସନ ଆପଣଙ୍କର ଭଲ ଭାବରେ ଚାଲିଥିବ। ଆଜିର ଭିଡ଼ିଓରେ ଆମେ ସିଟି ଏଣ୍ଟ୍ରାନ୍ସ 2025ରେ ଯେଉଁ ସୋସିଆଲ ସାଇନ୍ସରେ ଟପିକ ଗୁଡ଼ିକ ଅଛି ତା ମଧ୍ୟରୁ ଏନସିଏଣ୍ଟ ପିରିୟଡ଼ ଯେଉଁଟାକି ଷ୍ଟୋନ ଏଜ୍ ଆଉ ବେଦିକ ଏଜ୍ ବିଷୟରେ 25ଟି ଏମସିକ୍ୟୁ ପ୍ରାକ୍ଟିସ କରିବା, ଯେଉଁଟାକି ପରୀକ୍ଷାରେ ପଡ଼ିବାର ସମ୍ଭାବନା ଅଛି। ତେଣୁ ଆପଣ ଭିଡ଼ିଓଟିକୁ ଫୁଲ୍ ଦେଖନ୍ତୁ। ଆଉ ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓଟିକୁ ଲାଇକ୍ କରିବେ, ଚ୍ୟାନେଲଟିକୁ ସବସ୍କ୍ରାଇବ କରିବେ ଆଉ ଏମିତି ଭିଡ଼ିଓଟି ପାଇବା ପାଇଁ ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦେବେ। ତେଣୁ ଚାଲନ୍ତୁ ଡେରି ନକରି ଭିଡ଼ିଓ ଷ୍ଟାର୍ଟ କରିବା। ପ୍ରଥମେ ଦେଖିବା ଷ୍ଟୋନ ଏଜ୍ ର କିଛି କ୍ୱେଶ୍ଚନ ହେଲା। ଫାର୍ଷ୍ଟ କ୍ୱେଶ୍ଚନଟି ହେଉଛି କ'ଣ, ହ୍ୱିଚ୍ ଅଫ୍ ଦ ଇଜ ଦ ଆର୍ଲିଏଷ୍ଟ ପିରିୟଡ଼ ଅଫ ଦ ହ୍ୟୁମାନ ହିଷ୍ଟ୍ରି। ହ୍ୟୁମାନ ହିଷ୍ଟ୍ରିର ପ୍ରଥମ ମାନେ ଫାର୍ଷ୍ଟ ପିରିୟଡ଼ଟାକୁ କ'ଣ କୁହାଯାଏ? ଆଇରନ୍ ଏଜ୍ କୁହାଯାଏ, ବ୍ରୋଞ୍ଜ ଏଜ୍ କୁହାଯାଏ, ଷ୍ଟୋନ ଏଜ୍ କୁହାଯାଏ, ବେଦିକ ଏଜ୍ କୁହାଯାଏ। ଫାର୍ଷ୍ଟଟାକୁ କ'ଣ କୁହାଯାଏ? ଆମେ ଦେଖିବା ଅପସନ ହେଉଛି ଅପସନ ନମ୍ବର ସି, କ'ଣ ଷ୍ଟୋନ ଏଜ୍ ହେଲା। ଷ୍ଟୋନ ଏଜ୍ marks the earliest known a period human culture based on the stone tool use। କାହିଁକି ନା ପ୍ରଥମେ ମଣିଷ ମାନେ କ'ଣ ପଥର ବ୍ୟବହାର କରିଥିଲେ, ସେଥିପାଇଁ ଯେକୌଣସି ଯାହା ବ୍ରୋଞ୍ଜ ହଉ ଆଇରନ୍ ହଉ ଯାହା ବି ହଉ ହେଲା, ପ୍ରଥମେ କ'ଣ ନା ସେଟା ସେଥିପାଇଁ ତାକୁ ଷ୍ଟୋନ ମାନେ ବ୍ୟବହାର କରିଥିଲେ, ସେଥିପାଇଁ କ'ଣ କୁହାଯାଏ ଷ୍ଟୋନ ଏଜ୍ ପ୍ରଥମେ ମଣିଷ ମାନଙ୍କ ପାଖରେ ଆରମ୍ଭ ହୋଇଥିଲା। ତେଣୁ କ୍ୱେଶ୍ଚନ ନମ୍ବର 2, ଦ ଷ୍ଟୋନ ଏଜ୍ ଇଜ ଡିଭାଇଡେଡ୍ ଇନଟୁ ହାଉ ମେନି ପାର୍ଟସ୍। ଷ୍ଟୋନ ଏଜ୍ ଟାକୁ କେତେ ଭାବେ ବିଭାଗ କରାଯାଇଛି? ଫାର୍ଷ୍ଟ ହେଉଛି 2, 3, 4, 5। କେତେଟାରେ? ନା ଅପସନ ନମ୍ବର ବି ହବ କରେକ୍ଟ ଆନ୍ସର। ତିନିଟା ଭାଗରେ ଭାଗ କରାଯାଇଛି ଏଠି। ଯାହା କ'ଣ ଦ ଷ୍ଟୋନ ଏଜ୍ ଡିଭାଇଡେଡ୍ ଇନଟୁ ପେଲିଓଲିଥିକ, ମନେ ରଖିଥିବେ, ମେଜୋଲିଥିକ ଆଉ ନିଓଲିଥିକ ଏଜ୍ ହେଲା। କ'ଣ କ'ଣ? ପେଲିଓଲିଥିକ, ମେଜୋଲିଥିକ ଆଉ ନିଓଲିଥିକ ମନେ ରହିଲା। ଷ୍ଟୋନ ଏଜ୍ ଟାକୁ ତିନିଟା ଭାଗରେ ବିଭାଗ କରାଯାଇଛି। ତେଣୁ 3 ନମ୍ବର କ୍ୱେଶ୍ଚନ ଦେଖିବା। ଦ ପେଲିଓଲିଥିକ ଏଜ୍ ଇଜ ଅଲସୋ ନୋନ୍ ଏଜ୍ ଡେସ୍। ଅପସନ ନମ୍ବର ଏ ହେଉଛି କ'ଣ? ଓଲ୍ଡ ଷ୍ଟୋନ ଏଜ୍, ମିଡିଲ ଷ୍ଟୋନ ଏଜ୍, ନ୍ୟୁ ଷ୍ଟୋନ ଏଜ୍, ମେଟାଲ ଷ୍ଟୋନ ଏଜ୍। ଯେଉଁ ପେଲିଓଲିଥିକ ଏଜ୍ ଟାକୁ ଆଉ କ'ଣ କୁହାଯାଏ? ଅପସନ ନମ୍ବର ଏ ହେଉଛି କରେକ୍ଟ ଆନ୍ସର, ଓଲ୍ଡ ଷ୍ଟୋନ ଏଜ୍। କାହିଁକି ନା ପିଲିଓ ମିନ୍ସ ଓଲ୍ଡ, ମନେ ରହିବ ପିଲିଓ ମିନ୍ସ କ୍ୱେଶ୍ଚନରେ ପଡ଼ିବ ହେଲା। ପିଲିଓ ମିନ୍ସ କ'ଣ? ଓଲ୍ଡ। ଦ ପିଲିଓଲିଥିକ ଏଜ୍ ରେଫର୍ସ ଟୁ ଦ ଓଲ୍ଡ ଷ୍ଟୋନ ଏଜ୍ ହେଲା। ପିଲିଓଲିଥିକ କ'ଣ କୁହାଯାଏ? ନା ଓଲ୍ଡ ଷ୍ଟୋନ ଏଜ୍ ବି କୁହାଯାଏ, କାରଣ ପିଲିଓର ଅର୍ଥ କ'ଣ? ଓଲ୍ଡ। 4 ନମ୍ବର କ୍ୱେଶ୍ଚନଟି ଦେଖିବା। ହ୍ୱିଚ୍ ଟୁଲ୍ସ ଇଜ କମନଲି ୟୁଜ୍ଡ ଡ୍ୟୁରିଂ ପେଲିଓଲିଥିକ ଏଜ୍। ପେଲିଓଲିଥିକ ଏଜ୍ ରେ ମୋଷ୍ଟଲି କୋଉ ୱେପନ ଟାକୁ ୟୁଜ କରାଯାଉଥିଲା? ଆଇରନ୍ ଟୁଲ, ବ୍ରୋଞ୍ଜ ୱେପନ, ନା ଆମର ସାର୍ପ ଏଜ୍ ଷ୍ଟୋନ, ନା ଉଡନ ବ୍ଲକ୍ସ କ'ଣ ବ୍ୟବହାର କରାଯାଉଥିଲା? ଅପସନ ନମ୍ବର ସି ହେଉଛି କରେକ୍ଟ ଆନ୍ସର, ସାର୍ପ ଆଉ ଏଜେସ୍ ଷ୍ଟୋନ। କାହିଁ ଇୟର୍ଲି ହ୍ୟୁମାନ୍ସ ୟୁଜ୍ଡ ଏକ୍ସ ଏଣ୍ଡ ଫେଣ୍ଟ ଟୁଲ। 5 ନମ୍ବର କ୍ୱେଶ୍ଚନ ଦେଖିବା। ଦ ପିପୁଲ ଇନ୍ ଦ ମେଜିଓଲିଥିକ ଏଜ୍ ବିଗେନ୍ ଟୁ ଡେସ୍ ହେଲା। ସେମାନେ କ'ଣ ଆରମ୍ଭ କରିଥିଲେ? ୟୁଜ୍ ଆଇରନ୍, ଡିସ୍କଭର ଫାୟାର, ଡୋମେଷ୍ଟିକ ଆନିମଲ, ବିଲ୍ଡ ଟେମ୍ପଲ। ପ୍ରଥମେ ସେମାନେ କ'ଣ କରିଥିଲେ? ନା ଫାର୍ଷ୍ଟ ଡୋମେଷ୍ଟିକ ଆନିମଲ ମାନଙ୍କର ବ୍ୟବହାର ଶିଖିଥିଲେ। ଅପସନ ନମ୍ବର ସି ହବ କରେକ୍ଟ ଆନ୍ସର, କ'ଣ ଡୋମେଷ୍ଟିକ ଆନିମଲ। ଡୋମେଷ୍ଟିକେସନ ଅଫ ଆନିମଲ ଏଣ୍ଡ ସେମି ସେଟଲ ଟାଇପ, ମାନେ ଯୋଉଟା ଆମେ ଗୃହପାଳିତ ପଶୁ କରୁଛୁ ସେ ମାନେ ସେଇମାନେ କ'ଣ ଟିକେ ଟିକେ ଭାବରେ ଶିଖିଥିଲେ। ବିଗେନ୍ ଇନ୍ ଦିସ୍ ଏଜ୍, କୋଉ ଏଜ୍ ରେ? ନା ଆମର ମେଜିଓଲିଥିକ ଏଜ୍ ରେ। ତେଣୁ 6 ନମ୍ବର କ୍ୱେଶ୍ଚନ ଦେଖିବା। ହ୍ୱିଚ୍ ଏଜ୍ ଇଜ ଆସୋସିଏଟେଡ ୱିଥ୍ ଦ ବିଗିନ୍ ଅଫ ଦ ଏଗ୍ରିକଲଚର। ଏଇଟା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଟି। କୋଉ ଏଜ୍ ରେ ଆମର କ'ଣ ହେଇଥିଲା? ନା ସେମାନେ ପ୍ରଥମେ ଏ ଯୋଉ ଚାଷ କାମ ଆରମ୍ଭ କରିଥିଲେ। ପେଲିଓଲିଥିକ ଏଜ୍, ମେଜୋଲିଥିକ ଏଜ୍, ନିଓଲିଥିକ ଏଜ୍, ଆଇରନ୍ ଏଜ୍। ତେଣୁ ଉତ୍ତରଟି ହବ କ'ଣ? ଅପସନ ନମ୍ବର ସି, ନିଓଲିଥିକ ଏଜ୍। ନିଓଲିଥିକ ଏଜ୍ ଆର ନ୍ୟୁ ଷ୍ଟୋନ ଏଜ୍। ଓଲ୍ଡ ଷ୍ଟୋନ ଏଜ୍ ପଢେଇଥିଲେ, ଏଟା ହେଉଛି କ'ଣ? ନ୍ୟୁ ଷ୍ଟୋନ ଏଜ୍। ମନେ ରଖିଥିବେ ନିଓଲିଥିକ କ'ଣ କୁହାଯାଏ? ଆମର ନ୍ୟୁ ଷ୍ଟୋନ ଏଜ୍ ସୋ ଦ ଷ୍ଟାର୍ଟ ଅଫ ଦ ଫାର୍ମିଂ ଆଣ୍ଡ ପରମାନେଣ୍ଟ ସେଟଲମେଣ୍ଟ। ମାନେ ଗୋଟେ ସେମାନେ ଯାଯାବର ଭଳିଆ ରହୁଥିଲେ। ଏଥିରେ କ'ଣ ହେଇଥିଲେ ନା ଗୋଟେ ନିର୍ଦ୍ଦିଷ୍ଟ ଜାଗାରେ ସେମାନେ ରହୁଥିଲେ। କାହିଁକି? ମାନେ ଯୋଉ ଚାଷ କାମ କରୁଥିଲେ କୋଉଠି? ନଦୀ ପାଖାପାଖି ଅଞ୍ଚଳରେ, କାରଣ ପାଣିର ସୁବିଧା ରହୁଥିଲା। ତ ସେଥିପାଇଁ ସେ ନଦୀ ପାଖାପାଖି ଅଞ୍ଚଳରେ ପରମାନେଣ୍ଟ ଭାବରେ ରହୁଥିଲେ। 7 ନମ୍ବର କ୍ୱେଶ୍ଚନ ଦେଖିବା। ନିଓଲିଥିକ ପିପୁଲ ଲିଭଡ ଇନ୍ ଡେସ୍ trees, forest, caves, huts of mud and stew ହେଲା। କୋଉଟା ହବ? ନା ଅପସନ ନମ୍ବର ଡି ହବ କରେକ୍ଟ ଆନ୍ସର, huts made up of mud and stew। they began building house and living in a small communities ହେଲା। ଏମିତି ଆମର ଯୋଉ ମାଟିର ଘର ତିଆରି କରନ୍ତି ସେଇଭଳିଆ ମାଟିର ଘର ତିଆରି କରିକି କ'ଣ ହଉଥିଲେ? ରହୁଥିଲେ। ତେଣୁ ଦେଖିବା 8 ନମ୍ବର କ୍ୱେଶ୍ଚନ ଟି। ଦ ପ୍ରାଇମେରୀ ଅକୁପେସନ ଡ୍ୟୁରିଂ ଦ ନିଓଲିଥିକ ପିରିୟଡ ୱାଜ ଏ ଟ୍ରେଡ, ବି ଏଗ୍ରିକଲଚର, ସି ଇଣ୍ଡଷ୍ଟ୍ରି ଆଉ ଡି ହେଉଛି ୱାର। ପ୍ରାଇମେରୀ ଅକୁପେସନ ଯୋଉ ନିଓଲିଥିକ ପିରିୟଡରେ ମାନେ ନ୍ୟୁ ଷ୍ଟୋନ ଏଜ୍ ରେ ତାଙ୍କର କ'ଣ ଥିଲା? ତେଣୁ ଉତ୍ତରଟି ହବ କ'ଣ? ଅପସନ ନମ୍ବର ବି, ଏଗ୍ରିକଲଚର ହେଲା। ଫାର୍ମିଂ ୱାଜ ଦ କି ଆକ୍ଟିଭିଟିଜ ନିଓଲିଥିକ ଏଜ୍ ହେଲା। ନିଓଲିଥିକ ଏଜ୍ ରେ ସେମାନେ କ'ଣ କରୁଥିଲେ? ଚାଷ କାମ ଶିଖି ଯାଇଥିଲେ। ତେଣୁ 9 ନମ୍ବର କ୍ୱେଶ୍ଚନ ଟି। ହ୍ୱାଟ ୱାଜ ଦ ମେଜର ଇନୋଭେସନ ଡ୍ୟୁରିଂ ଦ ନିଓଲିଥିକ ପିରିୟଡ। ପ୍ରଥମେ ଏ ଯୋଉ ନିଓଲିଥିକ ଏଜ୍ ରେ କୋଉଟା ଗୋଟେ ମାନେ ମେଜର ମାନେ ମୁଖ୍ୟ ଗୋଟେ ଇନୋଭେସନ ଥିଲା? ଅପସନ ନମ୍ବର ଏ ହେଉଛି ଫାୟାର, ଅପସନ ନମ୍ବର ବି ହେଉଛି ହୁଇଲ, ଅପସନ ନମ୍ବର ସି ହେଉଛି ଆଇରନ୍, ଅପସନ ନମ୍ବର ଡି କଏନ। କୋଉଟା ହବ? ଅପସନ ନମ୍ବର ବି ହୁଇଲ। ହୁଇଲ ଟା ତାହେଲେ କୋଉ ଏଜ୍ ରେ ହେଇଥିଲା? ନା ନିଓଲିଥିକ ଏଜ୍ ରେ। ଦ ହୁଇଲ ୱାଜ ଇନଭେଣ୍ଟେଡ ଡ୍ୟୁରିଂ ଦ ନିଓଲିଥିକ ପିରିୟଡ, ମନେ ରଖିଥିବେ ହେଲା। ଗୋଟେ ହେଉଛି ଚାଷ କାମ ଆଉ ଗୋଟେ ହେଉଛି କ'ଣ? ହୁଇଲ ଇନଭେନସନ। ଏଟା ଏଇ ଦିଟା ହେଉଛି ଯେକୌଣସି ଗୋଟେ
क्वेश्चन पड़िबो। तेणु देखिए 10 नंबर क्वेश्चन व्हिच ऑफ द फॉलोइंग नियोलिथिक साइट इन इंडिया ହେଲା ଇଣ୍ଡିଆରେ କୋଉ ନିଓଲିଥିକ ସାଇଟ୍ ଟା ଆମର ଅଛି ଅପସନ ନମ୍ବର ଏ ହରପ୍ପା ଅପସନ ନମ୍ବର ବି ମେହେରଗଡ଼ ନା ଅପସନ ନମ୍ବର ସି ଲୋଥାଲ ନା କାଲିବଙ୍ଗନ କୋଉଟା ହବ ନା ଅପସନ ନମ୍ବର बी हम कर्डेनसर এটা কোন মেহেরগড় মেহেরগড় ଏବେ কোন কোଠି ଅଛି ନା ପାକିସ୍ତାନରେ ହେଲା ପାକିସ୍ତାନ ପାଖରେ ପ୍ରେଜେଣ୍ଟ ଡେ ଇନ୍ ପାକିସ୍ତାନ ସୋଜ୍ ଇୟରଲି ଫାର୍ମିଂ ଏଣ୍ଡ ସେଟଲମେଣ୍ଟ ହେଲା ଲେଖା ହେଇଥିଲା ତେଣୁ ମେହେରଗଡ଼ ହବ କରେକ୍ଟ ଆନ୍ସର ତାପରେ ବେଦିକ ଏଜରେ କିଛି କ୍ୱେଶ୍ଚନ ଦେଖିବା ଦ ଟର୍ମ ବେଦ ମିନ୍ସ କଣ ସଙ୍ଗ ନଲେଜ ପାୱାର ଗଡ ହେଲା ବାରମ୍ବାର क्वेश्चन ପଚାରେ ଏ ଯୋଉ ବେଦ ଆମେ କହୁଛୁ ବେଦର ମିନିଂ କଣ ତ ଅପସନ ନମ୍ବର ବି ହବ ଗୁଡ୍ ଆନ୍ସର ଦ ୱାର୍ଡ ବେଦ ମିନ୍ ଦ ନଲେଜ ଅପସନ ନମ୍ବର ବି ନଲେଜ ଦ ୱାର୍ଡ ବେଦ ଇଜ ଡିଭାଇଡେड ଫ୍ରମ derived from the sanskrit root bid bid ର ଅର୍ଥ କଣ ଟୁ नो ମନେ ରଖିଥିବେ bid ର ଅର୍ଥ କଣ ଟୁ नो যেটা କି ନଲେଜ ହେଲା ତେଣୁ ଦେଖିବା ବାନର क्वेश्चन ଟି ହାଉ many ବେଦସ୍ ଆର୍ देयर କେତେଟା ଆମର ଟୋଟାଲ ବେଦ ଅଛି ଦୁଇଟା ତିନିଟା ଚାରିଟା ପାଞ୍ଚଟା କେତେଟା ବେଦ ଅଛି ନା ଅପସନ ନମ୍ବର କଣ ହବ ଅପସନ ନମ୍ବର ସି ହବ କରେକ୍ଟ आंसर ଚାରିଟା କଣ କଣ ସେଗୁଡିକ ନା ହଉଛି ऋग ବେଦ ଆଉ ସାମ ବେଦ यजुर ବେଦ ଆଉ ଅଥର୍ବ ବେଦ ଟୋଟାଲ ଚାରିଟା ଆମର କଣ ଅଛି ବେଦ ଅଛି କଣ କଣ ऋग ବେଦ ସାମ ବେଦ यजुर ବେଦ ଅଥର୍ବ ବେଦ ମନେ ରହିବ ତେଣୁ ଆମର क्वेश्चन ଟି ୟାଲିୟସ ବେଦ ଇଜ କଣ ମାନେ ପ୍ରଥମେ ଯୋଉ କୋଉ ବେଦଟା ଆମର ତିଆରି ହେଇଥିଲା ସାମ ବେଦ ଅଥର୍ବ ବେଦ ऋग ବେଦ यजुर ବେଦ କୋଉଟା ତିଆରି ହେଇଥିଲା ଆମର ଅପସନ ନମ୍ବର ସି ହବ କରେକ୍ଟ आंसर ଯୋଉଟା କି ऋग ବେଦ was the oldest and most important among the Vedas ହେଲା क्वेश्चन ପଚାରେ most important ବେଦ was କଣ ହେଲା କୋଉଟା ନା ऋग ବେଦ ମନେ ରହିଲା ତେଣୁ ଯିବା ନେକ୍स्ट क्वेश्चन को 14 नंबर क्वेश्चन द वैदिक एज इज डिवाइडेड इनटू हाउ मेनी पार्ट्स केतेटा पार्ट रे 1 पार्ट 2 पार्ट 3 पार्ट 4 पार्ट हमर जो वेद अछि सेटा केते भाग रे विभक्त करा हिची ऑप्शन बी हबो करेक्ट आंसर कोन टू पार्ट्स फर्स्ट होची कोन इयरली वैदिक पीरियड आउट होची कोन लेटर वैदिक पीरियड बुझि गेले वेद अलगा ए जो वैदिक पीरियड टा अलगा ହେଲା वेद रो चारटा आ वैदिक ए जो पीरियड टा जेटा दी भाग रे इयरली वैदिक पीरियड और लेटर वैदिक पीरियड 15 नंबर क्वेश्चन देखिया द आर्यंस फर्स्ट सेटल इन कोठी गंगा वैली हिमालयस इंडस वैली ना सप्त सिंधु रीजन कोठी जो आर्यन माने आस्तिले जे माने की कोन कहवा जे वेद लेखि जे माने कोठी फर्स्ट होइतिले ऑप्शन नंबर डी हबो करेक्ट आंसर कोन सप्त सिंधु रीजन हैला सप्त सिंधु रीजन होइतिले इट रेफर्स टू द लैंड ऑफ सेवन रिवर्स इन नॉर्थ वेस्टर्न इंडिया जेतरे नॉर्थ वेस्टर्न इंडिया रे माने रहितिले जोटा की कोन सप्त सिंधु रीजन सातटा कोन नदी रो समाहार जोटा कुहा जाय हैला 16 नंबर क्वेश्चन देखिया द मेन ऑक्युपेशन ऑफ द आर्यन वाज माने तांकर मेन ऑक्युपेशन माने कोन करी जीविका निर्वाह करथिले हंटिंग फिशिंग एग्रीकल्चर ट्रेड कोटा हबो त ऑप्शन नंबर सी हबो करेक्ट आंसर जेडी एग्रीकल्चर अधिकांश खने कोन गाय पाळुथिले गाय रो जेमते कि लेखा जे कोन फार्मिंग एंड कटल रेजिंग वर द मेन ऑक्युपेशन कि जो खीरो गुडा को बिक्री करथिले हला सेटा वैदिक जो आर्यन माने 17 नंबर क्वेश्चन द पॉलिटिकल यूनिट ऑफ द इयरली वैदिक एज वाज कोन थिला ए जो हमरो इयरली वैदिक एज रे किंगडम थिला एम्पायर थिला जेनस थिला आ सिटी स्टेट थिला कोन थिला ना ऑप्शन नंबर कोन हबो ऑप्शन नंबर सी हबो करेक्ट आंसर सेट जेनस वाज ए ईच जेनो वाज ए ट्राइबल कम्युनिटी हला रूल्ड बाय ए लीडर कॉल्ड राजन हला सेतर कोन कहथिला राजन बोली कुहा जाउतला तेणु जीवा नेक्स्ट क्वेश्चन को 18 नंबर क्वेश्चन व्हाट वाज द स्टेटस ऑफ वुमेन इन द इयरली वैदिक एज ताकर कोन स्टेटस थिला लो ना भेरी हाई ना इक्वल टू मेन ना डिपेंडेंट कोन थिला ऑप्शन नंबर सी हबो करेक्ट आंसर इक्वल टू मेन सेतेबेले मेन जहा माने जो पदवी रहउतला ओमनी सेमति रहि परतला वुमेन हैड ए राइट टू एजुकेशन तांको राइट टू एजुकेशन थिला कुड पार्टिसिपेट इन द योजनास हला माने जो जे गुडा काम गुडा कहउतले ता भितरे भी से माने पार्टिसिपेट करि परतले तन देखिया नेक्स्ट क्वेश्चन द लेटर वैदिक एज सो द एमर्जेंस ऑफ देश हमरो नोमैडिक ट्राइब्स ना रिपब्लिक्स ना किंगडम्स ना फॉरेस्ट ड्वेलर्स कोनटा हबो ऑप्शन नंबर सी हबो करेक्ट आंसर जेटा किंगडम लार्ज किंगडम स्टार्टेड टू फॉर्म ड्यूरिंग दिस पीरियड 20 नंबर क्वेश्चन द द वर्ना सिस्टम बिगेन ड्यूरिंग ऑप्शन नंबर ए होजी कोन ना हरप्पा पीरियड ना मौर्यन पीरियड ना इयरली वैदिक पीरियड ना लेटर वैदिक पीरियड तेणु उत्तरटी हबो कोन ऑप्शन नंबर डी लेटर वैदिक पीरियड सोसाइटी वाज डिवाइडेड इनटू फोर वर्नस बेस्ड ऑन द ऑक्युपेशन अनुसार कोन होइतिला ताको भाग कराइतिला केतरा चारटा रे हला तेणु देखिया नेक्स्ट क्वेश्चन क्वेश्चन नंबर द वैदिक पीपल वर्शिप्ड कोन ऑप्शन नंबर ए होजी आइडियल्स नेचर स्टैच्यूज टेंपल्स कोनटा हबो ना ऑप्शन नंबर बी हबो करेक्ट आंसर नेचर हला द वर्शिप्ड एलिमेंट्स लाइक फायर माने तांकर जो भगवान माने केमती थिला माने केते प्रकार थिला जेमते कि फॉर फायर होजी अग्नि देवता को विंड होजी कोन वायु देवता एवं रेन होजी कोन इंद्र देवता हला
ତେଣୁ ଦେଖିବା ନେକ୍ସଟ କ୍ୱେଶ୍ଚନ ହ୍ୱିଚ୍ ଗଡ୍ ୱାଜ୍ କନସିଡରଡ୍ ଦ କିଙ୍ଗ ଅଫ୍ ଦ ଗଡ୍ସ ଇନ୍ ଦ ଋଗ୍ବେଦ? ଋଗ୍ବେଦରେ କାହାକୁ ଗଡ୍ କୁହାଯାଇଥିଲା? ବିଷ୍ଣୁ, ଇନ୍ଦ୍ର, ଶିବ, ବ୍ରହ୍ମା। ହେଲା, କାହାକୁ ଋଗ୍ବେଦରେ କଣ କହିଥିଲା? ଭଗବାନ ବୋଲି କୁହାଯାଇଥିଲା। ଅପସନ ବି ହବ କରେକ୍ଟ ଆନ୍ସର, ଯୋଉଟା କି ଇନ୍ଦ୍ର। ଇନ୍ଦ୍ର ୱାଜ୍ ଦ ଗଡ୍ ଅଫ ଥଣ୍ଡର ଏଣ୍ଡ ୱାର ଏଣ୍ଡ ଚିଫ ଡାଏଟ ଅଫ ଦ ଋଗ୍ବେଦ। ହେଲା, ଏ ଯୋଉ ଋଗ୍ବେଦରେ କାହାକୁ କୁହାଯାଇଥିଲା? ଆମର ଇନ୍ଦ୍ରକୁ କୁହାଯାଇଥିଲା ଗଡ୍। 23 ନମ୍ବର କ୍ୱେଶ୍ଚନ ହ୍ୱିଚ୍ ବେଦ ଇଜ ମେନଲି ରିଲେଟେଡ୍ ଟୁ ମ୍ୟୁଜିକ? ଏଥିରୁ କୋଉଟାଟେ ଗୀତ ସହିତ ସଂଶ୍ଳିଷ୍ଟ କୋଉ ବେଦଟା? ଋଗ୍ବେଦ ନା ଯଜୁର୍ବେଦ ନା ସାମବେଦ ନା ଅଥର୍ବବେଦ? କୋଉଟା ନା ଆମର ଅପସନ ନମ୍ବର ସି, ଯେଟା କି ସାମବେଦ। ସାମବେଦ କଣ୍ଟେନ୍ସ କଣ? ଚେନ୍ସ ଏଣ୍ଡ ମେଲୋଡିଜ। ହେଲା, ସଙ୍ଗୀତ ଥିଲା ଆଉ। ତେଣୁ ଦେଖିବା 24 ନମ୍ବର କ୍ୱେଶ୍ଚନ ହୁ କମ୍ପୋଜ ଦ ହାଇମ୍ସ ଅଫ ଦ ଋଗ୍ବେଦ? ଏ ଯୋଉ ହାଇମ୍ ଗୁଡାକ ଅଛି ଋଗ୍ବେଦରେ ସେଟାକୁ କିଏ କମ୍ପୋଜ କରିଥିଲେ? ପ୍ରାଏଷ୍ଟ ନା ସାଗାସ ନା କିଙ୍ଗସ ନା ଫାର୍ମାର? ଅପସନ ନମ୍ବର ବି ହବ କରେକ୍ଟ ଆନ୍ସର, ଯୋଉଟା କି କଣ ଅଛି ସାଗାସ। ହେଲା, ଯୋଉଟା ଋଷିସ୍ କୁହାଯାଏ, ଋଷି ଆମକୁ କହୁଥିଲେ ସେଟା କଣ କହିଲେ? ସାଗାସ କହୁଥିଲେ। ଋଷିସ୍ କମ୍ପୋଜ ଦ ହାଇମ୍ସ ଏଣ୍ଡ ପାସ୍ଡ ଦେମ୍ ଓରାଲି। ମାନେ ସେମାନେ କଣ କରୁଥିଲେ? ମାନେ କହି କହିକା ମନେ ରଖୁଥିଲେ। ଆମେ ତ ଲେଖୁଛୁ, ସେମାନେ କଣ କରୁଥିଲେ? କହି କହିକା ମନେ ରଖୁଥିଲେ। ତେଣୁ ଲାଷ୍ଟ କ୍ୱେଶ୍ଚନ ଦେଖିବା ହ୍ୱାଟ ୱାଜ ୟୁଜ୍ଡ ଫର ରାଇଟିଂ ଡ୍ୟୁରିଂ ଦ ବେଦିକ ଏଜ? ମାନେ ଲେଖିବା ପାଇଁ କଣ ବ୍ୟବହାର କରୁଥିଲେ? ପାମ୍ ଲିଭ୍ସ ନା ବାର୍କ ଅଫ ଟ୍ରିଜ୍ ନା ଷ୍ଟୋନ ଟେବଲେଟ୍ସ ନା ଓରାଲ ଟ୍ରେଡିସନ? ମାନେ କଣ ବ୍ୟବହାର କରୁଥିଲେ? ଅପସନ ନମ୍ବର ଡି, ଓରାଲ ଟ୍ରେଡିସନ। ମାନେ ସେମାନେ କୌଣସି ଲେଖା ଲେଖି କରୁନଥିଲେ, ମନେ ରଖୁଥିଲେ, ଶୁଣିକି ମନେ ରଖୁଥିଲେ। ବେଦ ୱାଜ ପାସ୍ ଡାଉନ ଓରାଲି ଫର ଜେନେରେସନ ବିଫୋର ବିଙ୍ଗ ରାଇଟିଂ ଡାଉନ। ସେମାନେ କଣ କରୁଥିଲେ? ଶୁଣିକି ମନେ ରଖୁଥିଲେ। ତେଣୁ ସିଟି ଏଣ୍ଟ୍ରାନ୍ସ 2025 ରେ ସୋସିଆଲ ସାଇନ୍ସ ର ଫାର୍ଷ୍ଟ ଟପିକ ଟି ଏନସିଟି ହିଷ୍ଟ୍ରି। ତେଣୁ ଯଦି ଭିଡ଼ିଓ ଆପଣଙ୍କୁ ଭଲ ଲାଗିଲା ଭିଡ଼ିଓଟିକୁ ଲାଇକ୍ କରିବେ ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ କରିବେ। ହେଲା, ଦେଲେ ଆପଣଙ୍କୁ ଏଇ ଯୋଉ ଭିଡ଼ିଓଟାକ ଆପଣଙ୍କ ପାଖରେ ପ୍ରଥମେ ପହଞ୍ଚିବେ। ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅ, ଦେଲେ ନୂଆ ନୂଆ ଭିଡ଼ିଓ ଯେମିତି ଟପିକରେ ଆସୁଛି ଆପଣଙ୍କ ପାଖରେ ପହଞ୍ଚି ପାରିବ। ଯଦି ଆପଣ ମ୍ୟାଥରେ କ୍ଲାସ କରିବା ପାଇଁ ଚାହୁଁଛନ୍ତି, ମୋ ଚ୍ୟାନେଲ ଏମଏସ୍ ଏକାଡେମୀ ଯାଇ ଆପଣ ପ୍ଲେଲିଷ୍ଟରେ ପାଇପାରିବେ ସିଟି ଏଣ୍ଟ୍ରାନ୍ସ 2025 ମ୍ୟାଥ ଅଲ୍ ଟପିକ୍ସ। ତାହେଲେ ଆପଣ 5 ରୁ 6ଟି କ୍ଲାସ ହେଇସାରିଲାଣି। ଆଜି ତ ସାଇନ୍ସର ଟପିକ ୱାଇଜ ସାଇନ୍ସରେ କମ୍ପ୍ଲିଟ ହେଇଯାଇଛି। ଆଜି ସୋସିଆଲ ସାଇନ୍ସର ଫାର୍ଷ୍ଟ ଟପିକ ଥିଲା। ପ୍ରିଭିୟସ୍ ଇୟର କ୍ୱେଶ୍ଚନଟା ପ୍ରାକ୍ଟିସ କରିଦେବା। ତେଣୁ ଆଜି ପାଇଁ ଏତିକି ରହୁଛି। ଆଉ ଗୋଟେ ନୂଆ ଭିଡ଼ିଓରେ ନୂଆ ଟପିକ ଆପଣଙ୍କ ସହିତ ଦେଖା ହବ। ସେଥି ପର୍ଯ୍ୟନ୍ତ ରହୁଛି। ଧନ୍ୟବାଦ।